हेलो एवरीवन। ଯେତ୍କି ବି ତୁମର ପୋଷ୍ଟ ମେଟ୍ରିକ୍ ସ୍କଲାରସିପ୍ ଯାହାର ବି ପେମେଣ୍ଟ ଆସିନି କାଣା କରବ ଦେଖିନ ସବୁ ଡିଟେଲ୍ସ ଆମେ ପ୍ରିଭିୟସ୍ ଭିଡ଼ିଓରେ ଯେନ୍ କହିଥିଲୁ ଯେତ୍କି ବି କମେଣ୍ଟ ଆସିଛେ ସବକର କମେଣ୍ଟର ଆନ୍ସାର ମୁଇଁ ତୁମକୁ ଦେବି। ତ ପୋଷ୍ଟ ମେଟ୍ରିକ୍ ସ୍କଲାରସିପ୍ର ପ୍ରୋବ୍ଲେମ୍ ଯାହାର ହେଇଛେ ସମସ୍ତେ ପୁରା ଭିଡ଼ିଓକେ ଲାଷ୍ଟରେ ଦେଖ। ଯାହାର ମାନେ ଏପ୍ରୁଭ୍ ହେଇଯାଇଛେ ଅଥରିଟିରେ ବଟ୍ ପେମେଣ୍ଟ ନୁହେଁ ଆସେ, ପେମେଣ୍ଟ ପ୍ରୋସିଡ୍ ଲେଖୁଛେ ବାକିରେ ପଇସା ତୁମର ଆକାଉଣ୍ଟକେ ନୁହେଁ ଆସେ, ଇନଷ୍ଟିଚ୍ୟୁଟ୍ ଲେଭେଲ୍ରେ ପେଣ୍ଡିଙ୍ଗ ଅଛେ ତୁମେ କାଣା କରବ, ରିଜେକ୍ଟ ଷ୍ଟାଟସ୍ ଦେଖାଉଛେ କାଣା କରବ, ଫୁଲ୍ ପେମେଣ୍ଟ ରିସିଭ୍ ନି ହେଇ ଯେତ୍କି ପେମେଣ୍ଟ ରିସିଭ୍ ହେବାର୍ କଥା ସେତ୍କି ପେମେଣ୍ଟ ରିସିଭ୍ ନି ହେଇ ହାଫ୍ ହେଇଛେ ତ କେନ୍ତା କରବ, ସବୁ ଡିଟେଲ୍ସ ଇ ଭିଡ଼ିଓରେ ଜାନ୍ମା। ତ ଭିଡ଼ିଓକେ ଲାଷ୍ଟରେ ଦେଖ ଯାହାର ବି ପୋଷ୍ଟ ମେଟ୍ରିକ୍ ସ୍କଲାରସିପ୍ ମାନେ ଆସିଛେ କି ନି ବି ଆସି କି ଯାହାର ବି ମାନେ ତୁମର ଏପ୍ରୁଭ୍ ବାଇ ଅଥରିଟି ନଭେମ୍ବରରୁ ଶୋ କରୁଛେ ବାକିରେ ତୁମର ପଛୁ ଯେନ୍ ମାନେ କରିଛନ୍ ସେମାନେ ତାଙ୍କର ଏପ୍ରୁଭ୍ ଅଥରିଟି ଶୋ କରିକିରି ପେମେଣ୍ଟ ପ୍ରୋସିଡ୍ ହେଲାନ ତୁମର ସେଇ ଜାଗାରେ ଅଛେ ତୁମେ କାଣା କରବ ସେ ସବୁ ଡିଟେଲ୍ସ ଆଜି ଆମେ ତୁମକୁ ମୁଇଁ କହିବି। ତ ଯାହାର ବି ମାନେ ଏପ୍ରୁଭ୍ ବାଇ ଅଥରିଟି ଅଛେ, ଏପ୍ରୁଭ୍ ବାଇ ଅଥରିଟି ଅଛେ ବଟ୍ ୱିଲ୍ ଆଇ ଗେଟ୍ ପେମେଣ୍ଟ ତୁମେ ପେମେଣ୍ଟ ପାଇବ। ଏପ୍ରୁଭ୍ ବାଇ ଅଥରିଟି ଅଛେ ବାକିରେ ତୁମେ ପେମେଣ୍ଟ ନୁହେଁ ପାଅ। କେବେ ପାଇବ ତୁମେ ପେମେଣ୍ଟ ନା ପିଲାମାନେ ଦେଖ, ଷ୍ଟାଟସ୍ ତୁମର ଏପ୍ରୁଭ୍ ବାଇ ଅଥରିଟି ଯଦି ଦେଖଉଛି, ତୁମର ଷ୍ଟାଟସ୍ ଯଦି ଏପ୍ରୁଭ୍ ବାଇ ଅଥରିଟି ଦେଖଉଛେ ତୁମେ ପେମେଣ୍ଟ କେବେ ପାଇବ, ତୁମର ପଛର ମାନେ ପେମେଣ୍ଟ ପାଇ ସାରିଲେନ। ତ ପିଲାମାନେ ଏପ୍ରୁଭ୍ ଅଥରିଟି ମାନେ ଆପଣଙ୍କୁ ତୁମର ସ୍କଲାରସିପ୍ ଆପ୍ଲିକେସନଟା ମାନେ ଗଭର୍ଣ୍ଣମେଣ୍ଟ ଲେଭେଲରେ ଏପ୍ରୁଭ୍ ହେଇଯାଇଛେନ। ଏପ୍ରୁଭ୍ ବାଇ ଅଥରିଟି ଯଦି ଲେଖୁଛେ ତୁମର ସ୍କଲାରସିପ୍ ଆପ୍ଲିକେସନଟା ଗଭର୍ଣ୍ଣମେଣ୍ଟ ଲେଭେଲରେ ଏପ୍ରୁଭ୍ ହେଇଯାଇଛେନ, ତାରପରେ ସେ ଫାଇଲ୍ ତୁମର ପେମେଣ୍ଟ ଫାଇଲ୍ଟା ତୁମର ଫାଇନାନ୍ସ ଡିପାର୍ଟମେଣ୍ଟ ବା ଟିଜେରିକେ ଯିବା, କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ପେମେଣ୍ଟ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବା। ଯଦି ପେମେଣ୍ଟ ପ୍ରୋସିଡ୍ ନି ହେଇଛେ ତୁମେ ପେମେଣ୍ଟ ପ୍ରୋସିଡ୍ ହେବାର ଯାଏ ୱେଟ୍ କର। ବୁଝିଲା? ରିଜେକ୍ଟ ତ ନି ଲେଖବାର ନା, ଏପ୍ରୁଭ୍ ବାଇ ଅଥରିଟି ଲେଖୁଛେ ମାନେ ପେମେଣ୍ଟ ତୁମକୁ ମିଲବା। ଯଦି ବି ପେମେଣ୍ଟ ପ୍ରୋସିଡ୍ ଲେଖୁଛେ ତୁମର ଷ୍ଟାଟସ୍ରେ ବାକିରେ ତୁମକୁ ପଇସା ନୁହେଁ ଆସେ, ତ ତାର ପ୍ରୋବ୍ଲେମ୍ କାଣା ନା ପେମେଣ୍ଟ ପ୍ରୋସିଡ୍ ଦେଖାଲା ମାନେ ଗଭର୍ଣ୍ଣମେଣ୍ଟ ତରଫରୁ ପେମେଣ୍ଟ ରିଲିଜ୍ ହେଇଯାଏସି। ବୁଝିଲା? ଯଦି ପେମେଣ୍ଟ ପ୍ରୋସିଡ୍ ଦେଖାଉଛେ ତୁମର ଷ୍ଟାଟସ୍ରେ ତ ଗଭର୍ଣ୍ଣମେଣ୍ଟ ତରଫରୁ ପେମେଣ୍ଟ ତୁମକୁ ରିଲିଜ୍ ହେଇଯାଇଛେନ, ବାକିରେ ଯେନ୍ ତୁମର ବ୍ୟାଙ୍କ ଆକାଉଣ୍ଟକେ ଯିବା ସେଠାନେ ତୁମକୁ 1 to 5 ୱାର୍କିଂ ଡେ ମଧ୍ୟରେ ଆମାଉଣ୍ଟ ଆଇସି। ବୁଝିଲା? ଦିନେରୁ 5 ଦିନ ଭିତରେ ୱାର୍କିଂ ଡେ ମଧ୍ୟରେ ସେ ପଇସାଟା ତୁମର ବ୍ୟାଙ୍କ ଆକାଉଣ୍ଟକେ କ୍ରେଡିଟ୍ ହେସି। ବ୍ୟାଙ୍କର ଡେଲି ଲାଗି ହଉ ହୋଲିଡେ ଲାଗି ହଉ ସେଥିର୍ଲାଗି କିଛି ଡେଲି ବି ହେଇଯିସି, ତ ସେମାନେ ତୁମେ ଓରିଡ୍ ହେବାର ନିନ, ତୁମର ଆକାଉଣ୍ଟକେ ପଇସା ଆସିଯିବା। ଆଉ ପିଲାମାନେ ଯଦି ଯାହାରଟା ଇନଷ୍ଟିଚ୍ୟୁଟ୍ ଲେଭେଲରେ ପେଣ୍ଡିଂ ଦେଖାଯାଉଛେ ତୁମେ କାଣା କରବ, ଯଦି ଇନଷ୍ଟିଚ୍ୟୁଟ୍ ଲେଭେଲରେ ପେଣ୍ଡିଂ ହଉଛେ ମାନେ ତୁମର ଏଟା କଲେଜ, ତୁମର କଲେଜ ବାଲେ ତୁମର ଆପ୍ଲିକେସନଟାକେ ଭେରିଫାଏ ନି କରି ଆଉ ଫରୱାର୍ଡ଼ ମଧ୍ୟ ନି କରି, ମାନେ କଲେଜ ଲେଭେଲରେ ହିଁ ରହିଯାଇଛେ, ତୁମେ କଲେଜର ଯେନ୍ ସ୍କଲାରସିପ୍ର କ୍ଲର୍କ ଅଛନ୍ ଅଫିସ୍ ସହିତ ଯୋଗାଯୋଗ କର ଆଉ ତୁମର ଆପ୍ଲିକେସନ୍ ଆଇ ଡ଼ି ଦେଖେଇକରି ଭେରିଫିକେସନ୍ କରବାର୍ ଲାଗି କହ। ଆଉ ପିଲାମାନେ ଯାହାର ବି ଫୁଲ୍ ପେମେଣ୍ଟ ଆସିନି, ହାଫ୍ ପେମେଣ୍ଟ ଆସିଛେ, ତାର ଆଉ ବାକି ପେମେଣ୍ଟଟା କେବେ ଆସବା, ତ ଜଣକର ଫୁଲ୍ ବି ଆସିଛେ, ଜଣକର ଫୁଲ୍ ବି ନି ଆସି। ଏଇଟା ପିଲାମାନେ ଗୋଟେ ନର୍ମାଲ ପ୍ରୋସେସ୍ ଗଭର୍ଣ୍ଣମେଣ୍ଟର, ଏଇଟା ପ୍ରାୟ ଟାଇମ୍ ଏନ୍ତା ହିଁ ହେସି ଗଭର୍ଣ୍ଣମେଣ୍ଟର ନର୍ମାଲ ପ୍ରୋସେସ୍ ଆଏ। ପ୍ରଥମେ ସେ କିଛି ମାନେ ଫେଜ୍ ବାକିର ପଇସା ଦେସି, ମାନେ ଟ୍ୟୁସନ୍ ଫି ମେଣ୍ଟେନାନ୍ସ ଆଲୱାନ୍ସ, ସେଟା ଫାଷ୍ଟ ଅଧା ରିଲିଜ୍ କରସି, କିଛି ଜଣଙ୍କର ଫୁଲ୍ ବି କରିଦେସି, ବାକି ଆମାଉଣ୍ଟ ନେକ୍ସଟ ଫେଜ୍ ନେକ୍ସଟ ଲିଷ୍ଟରେ ସେମାନେ ରିଲିଜ୍ କରିବେ। ଯଦି ଷ୍ଟାଟସ୍ରେ ପେମେଣ୍ଟ ପ୍ରୋସିଡ୍ ଆଉ ଏପ୍ରୁଭ୍ଡ ଅଛି ତ ବାକି ପେମେଣ୍ଟ ବି ନିହାତି ଭାବରେ ଆସିଯିବା, ୱେଟ୍ କର, ଟେନସନ୍ ନେବାର ନିନ। ହେଲା? ଆଉ ପିଲାମାନେ ତୁମର ବ୍ୟାଙ୍କ ଆକାଉଣ୍ଟ ଆଧାର ସାଙ୍ଗେ ଡିବିଟି ଲିଙ୍କ ଥିବାର କଥା, ତୁମେ ଯେତେକ୍ଷଣେ ଅନଲାଇନ୍ କରିଥାଉ ସେତେକ୍ଷଣେ ତୁମର IFSC କୋଡ଼୍, ଆକାଉଣ୍ଟ ନମ୍ବର ସବୁ ଠିକ୍ ହେବାର କଥା। ଆଉ ଯଦି ତୁମର ଷ୍ଟାଟସ୍ରେ ଏପ୍ରୁଭ୍ ଦେଖାଉଛେ ତାହେଲେ ଟେନସନ୍ ନେବାର କିଛି ନିନ। ଯଦି ରିଜେକ୍ଟ ଦେଖତେ ତାହେଲେ ଟେନସନ୍ ନେବାର ଥିତା, ତ ଏପ୍ରୁଭ୍ ଯଦି ଦେଖାଉଛେ ତୁମ ଟେନସନ୍ ନେବାର ନିନ। ଆଉ ପିଲାମାନେ ଆଉ ଜଣଙ୍କର ଯେନ୍ତା କହିଲି ମୁଇଁ ଷ୍ଟାଟସ୍ ଏପ୍ରୁଭ୍ ଦେଖାଉଛେ କିନ୍ତୁ ପେମେଣ୍ଟ ଆସବା କି ନାଇଁ ଆସେ, ପିଲାମାନେ ନିଶ୍ଚିତ ଭାବରେ ଯଦି ଷ୍ଟାଟସ୍ ଏପ୍ରୁଭ୍ ଦେଖାଉଛେ ତୁମର ପିଲାମାନେ ମାନେ ଗଭର୍ଣ୍ଣମେଣ୍ଟ ଲେଭେଲରେ ଏପ୍ରୁଭ୍ ହେଇଯାଇଛେନ, ତ ପେମେଣ୍ଟ ପ୍ରୋସେସ୍ ହେଇକିରି ନିହାତି ଭାବରେ ଆସବା। ଆଉ ପିଲାମାନେ ଯଦି ଷ୍ଟାଟସ୍ ଯଦି ତୁମର ରିଜେକ୍ଟ ଦେଖାଉଛେ ହେଲେ ତୁମେ ଅଫିସ୍ ସାଙ୍ଗେ ଯୋଗାଯୋଗ କର। ବୁଝିଲା? ଯଦି ଷ୍ଟାଟସ୍ ଯଦି ରିଜେକ୍ଟ ଦେଖାଉଛେ ତୁମେ ଅଫିସ୍ ସାଙ୍ଗେ ଯୋଗାଯୋଗ କର। ପିଲାମାନେ ତୁମର ମାନେ ତୁମର ସ୍କଲାରସିପ୍ ଯେନ୍ ପେମେଣ୍ଟ ପଡ଼ୁଛେ ହେତାର ମାନେ ପ୍ରପର୍ ଡେଟ୍ ନ କି ଆଜକା ରିଲିଜ୍ ହେବା ପେମେଣ୍ଟ ସବକର୍, ଆଜ ଜଣକର ପଡ଼ୁଥିବା କାଲ୍ ମାସେ ପରେ ଜଣକର ପଡ଼ୁଥିବା ହେନ୍ତା, ମାନେ
ଫିକ୍ସ ଡେଟ୍ ନି ଥାଏ। ଗଭର୍ଣ୍ଣମେଣ୍ଟର ଯେନ୍ ସ୍କଲାରସିପ୍ ପଡ଼ୁଛେ ତୁମର ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ତାର କେବେ ହେଲେ ଫିକ୍ସ ଡେଟ୍ ନି ଥିସି। ଷ୍ଟାଟସ୍ ଅପଡେଟ୍ ହେଲେ ପେମେଣ୍ଟ ଆଇସି ମାନେ ଯେତ୍ ତୁମେ ଅନଲାଇନ୍ କରିଛ ଆଗ ପଛ ହେଇକିରି ଯେତ୍କି ଜଣ ଆଘ କରିଛ କି ପଛେ ବି କରିଛ ତାର ଯଦି ମାନେ ଲିଷ୍ଟ ଭରକା ଯାଇସି ମାନେ ଇତାର ପ୍ରପର ସବୁ ଠିକ୍ ଅଛି ତ A to Z ମାନେ ତାର ଡକୁମେଣ୍ଟ ମାନେ ତାର ଡିବିଟି ଲିଙ୍କ ଅଛେ କି ନି ବ୍ୟାଙ୍କ ଆକାଉଣ୍ଟ କାଣା ହେନ୍ତା ଗୋଟେ ସେମାନେ ଗୋଟେ ସର୍ଟ ଲିଷ୍ଟ ଫେଜ୍ ଭରକାବେ। ତୁମେ ଆଗକୁ କରିଥିବ ତୁମର କାଣା ଟିକେ ଭୁଲ ରହିଯାଇଥିଲେ ବି ତୁମରଟାକେ ସେମାନେ ପଛେ ରଖିଦେବେ ପଛେ ତୁମର ଫାଇଲ୍ ନେବେ। କିନ୍ତୁ ତୁମର ପଛେ ଯିଏ ଯଦି କରିଥିବ ତାର ଯଦି ସବୁ ଓକେ ଅଛେ ତାହେଲେ ତାର ଫାଇଲ୍‌କେ ସେମାନେ ଆଘୁ ନେବେ। ସେନ୍ତା କରି କରି ଫେଜ୍ ବାଇ ଲିଷ୍ଟ ବନାସନ୍ ଆଉ ଆଗ ପଛ ହେଇକରି ପେମେଣ୍ଟ ଆଇସି ବୁଝିଲା। ତ ଯଦି ତୁମର ଏପ୍ରୁଭ୍ ବାଇ ଅଥରିଟି ଲେଖୁଛେ ତୁମେ ଟେନସନ୍ ନେବାନି ନ। ମାନେ ଓଡ଼ିଶା ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍‌ର ପେମେଣ୍ଟ ସମସ୍ତଙ୍କର ଏକା ସାଙ୍ଗେ ନି ଆସେ। ମାନେ ଗଭର୍ଣ୍ଣମେଣ୍ଟ ପେମେଣ୍ଟକେ ସେ ଫେଜ୍ ୱାଇଜ୍ ଲିଷ୍ଟ ୱାଇଜ୍ ଆଉ ଭେରିଫିକେସନ୍ କମ୍ପ୍ଲିଟ୍ ହେବାର ଅନୁସାରେ ସେ ପଇସା ରିଲିଜ୍ କରସି। କାହାର ଆଗରେ ଆସବା କାହାର ପଛରେ ଆସବା ହେଟା ଗୋଟେ ତାର ନର୍ମାଲ ପ୍ରୋସେସ୍ ଏ। ତୁମର ଯଦି ଷ୍ଟାଟସ୍ ଏପ୍ରୁଭ୍ ଆଉ ପେମେଣ୍ଟ ପ୍ରୋସିଡ୍ସ ଅଛି, ଏପ୍ରୁଭ୍ ଅଥରିଟି ଅଛି, ପେମେଣ୍ଟ ନିଶ୍ଚିତ ଭାବରେ ଆସିବା। ତୁମେ ୱେଟ୍ କର। ଆଉ ତୁମର ବି ଯେନ୍ତା ଡାଉଟ୍ସ ଅଛି ମାନେ ମୁଁ ମାନେ ତୁମର ନଭେମ୍ବର ଡିସେମ୍ବରରୁ ଏପ୍ରୁଭ୍ ବାଇ ଅଥରିଟି ଲେଖୁଛି ପେମେଣ୍ଟ ପ୍ରୋସିଡ୍ ନି ହେଇ କିନ୍ତୁ ଯେନ୍‌ମାନେ ପଛେ କରୁଥିଲେ ସେମାନେ ପାଇଗଲେନ ମୁଇଁ କାଁ ଯେ ନୁହେଁ ପାଏ। ବେଲେ ହେଟା ହେଲା ତୁମର ମାନେ ନର୍ମାଲ ପ୍ରୋସେସ୍ ଏ ଗୁଟେ ଏଟା ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍‌ର ମାନେ ତୁମର ମାନେ ସାକ୍ସନ୍ସ ତୁମର ଯେନ୍ ସାକ୍ସନ୍ ହେଇଯାଇଥିଲେ ପେମେଣ୍ଟ ଅର୍ଡ଼ର ସମସ୍ତଙ୍କର ଏକା ସାଙ୍ଗରେ ରିଲିଜ୍ ନି ହୁଏ। ଏଟା ଗୋଟେ ଫେଜ୍ ୱାଇଜ୍ ଲିଷ୍ଟ ୱାଇଜ୍ ଆଉ ବ୍ୟାଙ୍କର ଭେରିଡିସନ୍ ଡିବିଟି କ୍ଲିୟର୍ସ ଅନୁସାରେ ସବକର ଅଛି। ତେଣୁ ଆପଣଙ୍କର ପଛରେ ଯେନ୍‌ମାନେ ବି ଆପ୍ଲାଏ କରିଥିବେ ସେମାନେ ପାଇଯାଇଥିବେ। ସେ କେସ୍‌ରେ ତୁମେ ନି ବି ପାଇଥିବ। ତ ତୁମର କିଛି ଭେରିଫିକେସନ୍ ଲାଗି କି କିଛି କାଣା ଲାଗି ଇଏ ହେଇଯାଇଥିବା ତ ତୁମେ ନିଶ୍ଚିତ ଭାବରେ ପାଇବ। ଟେନସନ୍ ନିନ ଆରାମସେ ପଇସା ରିଲିଜ୍ ହେବା। ତୁମେ ପେମେଣ୍ଟ ପାଇପାରବ। ତ ସମସ୍ତଙ୍କର ଡାଉଟ୍ କ୍ଲିୟର ହେଇଥିବା ବୋଲି ମୁଇଁ ଭାବୁଛେଁ। ଯେତ୍କି ଜଣଙ୍କର କୋଶ୍ଚିନ୍ ଥିଲା।